ପୂର୍ବତନ ସରପଞ୍ଚଙ୍କ ସଂଘର୍ଷ ବଞ୍ଚିବାକୁ ଚରାଉଛନ୍ତି ଛେଳି ମେଣ୍ଢା। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ପଙ୍କପାଳ ପଞ୍ଚାୟତ ଜଟରାପାଳ ଗାଁର ବାହାଦୁର ମୁଣ୍ଡା, ବୟସ 76 ବର୍ଷ। ପେଟର ଜ୍ୱାଳା ମେଣ୍ଟାଇବା ପାଇଁ ପରିଣତ ବୟସରେ ଛେଳି ଓ ମେଣ୍ଢା ପଲ ଧରି ଦିନ ତମାମ ଚରାଇବାକୁ ବାଧ୍ୟ ହେଉଛନ୍ତି। ଆଦିବାସୀ ନେତା ବାହାଦୁର ମୁଣ୍ଡା ଗତ 2002ରୁ 2007 ମସିହା ପର୍ଯ୍ୟନ୍ତ ପଙ୍କପାଳ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ସେ 5 ବର୍ଷ ଅତ୍ୟନ୍ତ ନିଷ୍ଠାର ସହ ଦାୟିତ୍ୱ ତୁଲାଇଥିଲେ। ଦିନେ ଯେଉଁ ଜନପ୍ରତିନିଧି ସମଗ୍ର ପଞ୍ଚାୟତର ବିକାଶର ମଙ୍ଗ ଧରିଥିଲେ, ଆଜି ପ୍ରଶାସନିକ ଅବହେଳା ଓ ଦାରିଦ୍ର୍ୟର ଚରମ ସୀମାରେ ତାଙ୍କ ଜୀବନ କାହାଣୀ ଅତି ଶୋଚନୀୟ ହୋଇପଡ଼ିଛି। ପଙ୍କପାଳ ସରପଞ୍ଚ ଥିଲି, ମୋର କିଛି କରିନି କି ମୋର ଏ ମେଣ୍ଢା ଛେଳି ଭଙ୍ଗେଇ ଘେରି ଚଳୁଛି। ବାହାଦୁର ମୁଣ୍ଡା ତ ସରପଞ୍ଚ ପୂର୍ବ ଥିଲା, ତାର ତ ତା ପାଇଁ କିଛି କରିପାରିଲା ନାହିଁ। ଏଇ ଅବସ୍ଥାରେ ହିଁ ଅଛନ୍ତି। ଏଇ ଦେଖୁନାହାନ୍ତି, ଘର ପର ବି କହିଲେ ଉଠେଇକି ବି ନେଇପାରିବେ, ଦେଖେଇ ପାରିବେ, ଅଛନ୍ତି ଚଳୁଛନ୍ତି କିପରି ଦେଖୁନାହାନ୍ତି। ଦିନ ଥିଲା ସେ ଲୋକଙ୍କ ସମସ୍ୟା ବୁଝୁଥିଲେ, ହେଲେ ଆଜି ନିଜେ ସମସ୍ୟାରେ। ଭଙ୍ଗା ଦଦରା ନୁଆଣିଆ ଚାଳ ଘରେ ବିତୁଛି ଜୀବନ। ବାର୍ଦ୍ଧକ୍ୟ ସମୟରେ ପ୍ରଶାସନ ଆଜି ତାଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଛି। ଗତ ପ୍ରାୟ 40 ବର୍ଷ ପୂର୍ବେ କଂଗ୍ରେସ ସରକାର ଅମଳରେ ତାଙ୍କୁ ଏକ ସରକାରୀ ଆବାସ ଗୃହ ମିଳିଥିଲା। ବର୍ତ୍ତମାନ ସେହି ଘରଟି ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ। ତେଣୁ ବାଧ୍ୟ ହୋଇ ଏହି ଚାଳ ଛପର ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ତେଣୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେପଟେ ଏନେ ପ୍ରଶାସନିକ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେ ତ ଆମେ ପିଲାରୁ ଦେଖୁଛୁ, ସେ ଭଲ ସରପଞ୍ଚ ଯିଏ ଥିଲେ ଆମର ବାହାଦୁର ମୁଣ୍ଡା, ସେ ନିଜ ପାଇଁ ଏପର୍ଯ୍ୟନ୍ତ କିଛି କରିପାରିନାହାନ୍ତି। ପରିଣତ ବୟସରେ ସେ ଏବେ ବର୍ତ୍ତମାନ ପୁଅ ବି ତାଙ୍କ ପାଖରେ ଅଛନ୍ତି, କିନ୍ତୁ ସେମାନେ କିଛି ତାଙ୍କୁ ସହଯୋଗ କରୁଛନ୍ତି ନାହିଁ ଆମେ ତ କହିପାରିବୁନି। କିନ୍ତୁ ସେ ନିଜ ପାଇଁ କିଛି କରିପାରିଲେନି ଏପର୍ଯ୍ୟନ୍ତ। ସେ ଯେତେ କାମ କରିଛନ୍ତି, ଘର ଘର ବୁଲିଛନ୍ତି, ଲୋକମାନଙ୍କର ସେବା କରିଛନ୍ତି। ତାଙ୍କ ନାଁ ବାହାଦୁର ମୁଣ୍ଡା। ସେ ବିଗତ ଦିନରେ ପଙ୍କପାଳ ପଞ୍ଚାୟତର ସରପଞ୍ଚ ଥିଲେ। ଅନ୍ୟମାନଙ୍କର ସେବା କରି ନିଜକୁ ସେ ଭୁଲିଛନ୍ତି। ନିଜର ଯେଉଁ ବର୍ତ୍ତମାନ ସେ ଅସହାୟ ଅବସ୍ଥାରେ ଅଛନ୍ତି, ଦେହ ପା ଶରୀର ତାଙ୍କର ସୁସ୍ଥ ନାହିଁ। ସେ ସମାଜର କଲ୍ୟାଣ କରିଛନ୍ତି, କିନ୍ତୁ ନିଜକୁ ଭୁଲି ଯାଇଛନ୍ତି। ନିର୍ବାଚିତ ହେବା ପରେ 5 ବର୍ଷ ସାଧାରଣ ଲୋକଙ୍କ ସେବା କରୁ କରୁ ନିଜ କଥା ପାଶୋରି ଯାଇଥିଲେ ସେତେବେଳର ସରପଞ୍ଚ ବାହାଦୁର ମୁଣ୍ଡା। ତେବେ ବର୍ତ୍ତମାନ ବାର୍ଦ୍ଧକ୍ୟ ସମୟରେ ତାଙ୍କୁ ବଞ୍ଚିବାକୁ ଦୈନିକ ସଂଘର୍ଷ କରିବାକୁ ପଡ଼ୁଥିବା ବେଳେ ଭଙ୍ଗା ଦଦରା ଘରେ ତାଙ୍କୁ ଜୀବନ ବିତେଇବାକୁ ପଡ଼ୁଛି ଏବଂ ଛେଳି ମେଣ୍ଢା ଚରାଇ ଦିନକୁ 2 ମୁଠା ଖାଦ୍ୟ ମଧ୍ୟ ଯୋଗାଡ଼ କରିବାକୁ ପଡ଼ୁଛି। ତେବେ ଆଜିର ସମାଜ ପାଇଁ ଏଭଳି ବ୍ୟକ୍ତିତ୍ୱ ଉଦାହରଣ ନିଶ୍ଚୟ। ଯାଜପୁର କଳିଙ୍ଗନଗରରୁ ବିକ୍ରମ କେଶରୀ ସାହୁ, ନନ୍ଦିଘୋଷ ଟିଭି।